ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଠିକ୍ କରିବା ଆମର ଦାବି। ବହୁଳ ମୟୂରଭଞ୍ଜ ଜିଲ୍ଲା ଏହି ଜିଲ୍ଲାର 5 ପୀଢ଼ ଉପଖଣ୍ଡରେ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ଅପାରଗତା ଯୋଗୁଁ ହଟହଟା ହେଉଛନ୍ତି ଲୋକେ। ସ୍ଥାନୀୟ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଉତ୍ତମ ସ୍ୱାସ୍ଥ୍ୟ ସେବା ଅଭାବରୁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଲୋକେ। ଏହାର ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲାର ବୈପ୍ଳବିକ ଯୁବ ଛାତ୍ର ସଂଗଠନ ଭଞ୍ଜ ସେନା ବିଭିନ୍ନ ସମୟରେ ଆନ୍ଦୋଳନ କରିଆସୁଛି। ତଥାପି ମଧ୍ୟ ସ୍ଥିତି ସୁଧୁରି ନଥିବା ବେଳେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ବିରୋଧରେ 5 ଦଫା ଦାବି ନେଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ସଂଗଠନ। ଏଥିସହ ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଯଦି ଆଗାମୀ ଦିନରେ ସମସ୍ୟାର ତୁରନ୍ତ ସମାଧାନ ନ ହୁଏ ତେବେ ଏହି ଆନ୍ଦୋଳନ ବିରାଟ ରୂପ ନେବ ବୋଲି ଭଞ୍ଜ ସେନା ପକ୍ଷରୁ କୁହାଯାଇଛି। ଯେତେବେଳେ ବି ଅବହେଳିତ ଅବସ୍ଥାରେ ପଡ଼ିଛି ମୟୂରଭଞ୍ଜ ପାଇଁ ସବୁବେଳେ ସର୍ବୋତ୍ତମ କରିଆସିଛି ଭଞ୍ଜ ସେନା। ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ସେବା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ଏହାକୁ ଦୃଷ୍ଟିରେ ରଖି ଭଞ୍ଜ ସେନା ତାର କାର୍ଯ୍ୟକ୍ରମ ଜାରି ରଖିଛି। ବିଗତ ଦିନମାନଙ୍କର ମଧ୍ୟ ଭଞ୍ଜ ସେନା ତାର କାର୍ଯ୍ୟକ୍ରମ ଜାରି ରଖେ। ସେ ବାଙ୍ଗିରିପୋଷି ଘାଟି ସମ୍ପ୍ରସାରଣ ପାଇଁ ହେଉ କିମ୍ବା କି ମା କିଚକେଶ୍ୱରୀଙ୍କର ଅବହେଳା ପାଇଁ ହେଉ କିମ୍ବା ଆପଣଙ୍କର ଜଗନ୍ନାଥ ମନ୍ଦିରଙ୍କୁ ବାରିପଦା ଜଗନ୍ନାଥ ମନ୍ଦିରଙ୍କର ପ୍ରତି ଅବହେଳା ହେଉ ପ୍ରତ୍ୟେକଟି କ୍ଷେତ୍ରରେ ଭଞ୍ଜ ସେନା ତାର ପ୍ରତିବାଦ କରିଆସିଛି ଏବଂ ଆଜି ମଧ୍ୟ ତାର କାର୍ଯ୍ୟକ୍ରମ ଜାରି ରଖିଛି ଭଞ୍ଜ ସେନା। ମୟୂରଭଞ୍ଜ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଉପଖଣ୍ଡ ସ୍ତରୀୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଭଞ୍ଜ ସେନା ତାର ଗଣଧାରଣା ଜାରି ରଖିଛି। କରଞ୍ଜିଆ ହସ୍ପିଟାଲରେ ଡାକ୍ତରମାନଙ୍କର ଆବସେନ୍ସ ଏବଂ ରୋଗୀମାନେ ଠିକ୍ ସମୟରେ ଚିକିତ୍ସା ପାଇପାରୁନଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ଭଞ୍ଜ ସେନା ତାର ଆଜି ଗଣଧାରଣା ଜାରି ରଖୁଛି ଏବଂ ସେ ଦାବି ରଖୁଛି। ଭଞ୍ଜ ସେନା ଦାବି କରୁଛୁ। ମୟୂରଭଞ୍ଜ କରଞ୍ଜିଆରୁ ଜିତେନ୍ଦ୍ର ରାଜଙ୍କ ରିପୋର୍ଟ, ଉତ୍କଳ ପ୍ରତିଦିନ।